Actually, this event was hosted by Kampabhai Vocational Training Institute Limited only. I am vice chairman of this organization, Kampabhai Vocational Training Institute Limited. This program was host for creating awareness about NATS scheme, National Apprenticeship Training Scheme, which is skill enhancement scheme for youth to increase their employability, and it is also meant to for industry to reduce their recruitment and manpower staffing cost. So thus we can say that Government of India promoting establishment hiring through NATS, where they can get a stipendary benefit of 4,500 for a graduate apprentices, and stipendary benefit of 4,000 for a diploma apprentices, and thus industry can grow, and they can move for smooth hiring through NATS. That's the thing. And the act, as the directors are told, that it is going on since 1961, and maximum of industrialists are not aware about this. So we have we have hosted one awareness program about this National Apprenticeship Training Scheme, which is a scheme by Ministry of Education, Department of Higher Education, Government of India. Yeah, it is beneficiary for industrial growth only, because we are providing stipendary support, like Government of India is providing stipendary support to industry. If they hire employee through NATS, so 50% of minimum prescribed stipendary rate will be paid by Government of India. COTs is not required. It is OJT. It is on job training. Okay. Their job will be only their training. They will be assigned to different parts of their job. Okay. So their job only will be their training, and it's an on job training program. It's not institutional training. It's an on job training program. మన జపందు కంప డైరెక్టర్ ఆఫ్ KVTL ଲିମିଟେଡ୍ ଭୁବନେଶ୍ୱର ଚକ୍ର ଆଜି 100 ଇଣ୍ଡଷ୍ଟ୍ରିକୁ ଡକା ତା ଭିତରୁ ମ୍ୟାକ୍ସିମମ୍ 90-70% ଆସିଯାଇଛନ୍ତି। ବଡ଼ ବଡ଼ ଗ୍ରୁପ୍ସ ସ୍ୱାସ୍ତିକ ମେଟିଅର ପଲ୍ସ ହସ୍ପିଟାଲ ମିରାକଲ ନ୍ୟୁମାର୍କସ ବଡ଼ ବଡ଼ କମ୍ପାନୀ ଆସିଛନ୍ତି। ଆଲୋଚନା ହେଇଛି ଆମର ଯେମିତି ଅନଏମ୍ପ୍ଲଏଡ୍ ୟୁଥ୍ ଅଧିକ ହେଉଛନ୍ତି ଗ୍ରାଜୁଏଟ୍, ସେମାନଙ୍କୁ କେମିତି ଏନଗେଜମେଣ୍ଟ କରାହେବ ତାଙ୍କୁ ଏମ୍ପେଟିକ୍ସ ମାଧ୍ୟମରେ, ସେଇ ବିଷୟରେ ଆଲୋଚନା କରାଯାଉଛି। ଏଥିରେ ଏଷ୍ଟାବ୍ଲିଶମେଣ୍ଟ ଆଉ ଆମର ଏପେଣ୍ଡିକ୍ସକୁ ସାର୍ଟିଫିକେଟ୍ ମିଳିବ, ୱିଥ୍ ଷ୍ଟାଇପେଣ୍ଡ ମିଳୁଛି 9,000 ପର୍ ମନ୍ଥ। ହଁ, ଇଣ୍ଡଷ୍ଟ୍ରିଆଲ ଗ୍ରୋଥ୍ ହେବ, ଯେହେତୁ ତାକୁ ମେନ୍ ପାୱାର ସାଲାରୀଟା ତାକୁ 50% ସହାୟତା କଲା ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ, ଅଟୋମେଟିକାଲି ହେବ ଯଦି ଜଣେ 50% ସାଲାରୀ ରିଲାକ୍ସେସନ୍ ପାଉଛନ୍ତି। ତାପରେ ଲେବର ଲ, EPA ବି ସେ ସବୁ ଯାକ ରିଲାକ୍ସେସନ୍ ଅଛି। Actually, myself, Pavitra Rautrai, belongs to Krishna Group of Companies. Basically, we have a group of companies in field of hospitality, education, construction, and export-import of building materials. ନା ଆଜି ଗୋଟେ ବୈଠକ ନାହିଁ, ଏଇଟା ଗୋଟେ ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଅଛି। ଭାରତ ସରକାରଙ୍କର ଅବଦାନ ମଧ୍ୟ କଲେ ଚଳେ। ଆଗରୁ ଆମମାନଙ୍କୁ ଯେଉଁ କନଷ୍ଟ୍ରକ୍ସନରେ ହଉ କିମ୍ବା ଯେକୌଣସି ଏଣ୍ଟରପ୍ରେନରସିପ୍ରେ ଲୋକମାନଙ୍କର ଆବଶ୍ୟକତା ରହିଛି, ସେ ଲୋକମାନଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ସ୍କିଲ୍ ଦରକାର। ଆଗରୁ କେବଳ ପାଠ ପଢ଼ା ହେଉଥିଲା, କାରଣ ଆମେ ଯେଉଁ ପାଠ ପଢ଼ୁଥିଲେ, ଇଭେନ୍ ମୋର ଗୋଟେ ଏଜୁକେସନାଲ ଇନଷ୍ଟିଚ୍ୟୁଟ୍ ସ୍କୁଲ୍ ଅଛି, ଯେଉଁଥିରେ ମଧ୍ୟ ମୁଁ ଏ ବର୍ଷଠୁ ଆରମ୍ଭ କରିଛି କ୍ଲାସ୍ 6ରୁ। ଯେମିତିକି ଗୋଟେ ପିଲାଟେ ପାଠ ପଢ଼ୁଛି କେବଳ କ'ଣ ଖାଲି ଟୁ ବଞ୍ଚିବା ପାଇଁ ଟୁ ଗେଟ୍ ଦି ନଲେଜ। ନା, ଷ୍ଟାଇପେଣ୍ଡ ଇଜ୍ ନଟ୍ ଇସ୍ୟୁ ଇଜ୍ ଲାଇକ୍ ଦ୍ୟାଟ୍ କି ସ୍କିଲିଂ ହେବା, ଗୋଟେ ତମେ ସ୍କିଲ୍ ହେବା ମାନେ ମୁଁ କ'ଣ କରିବି। ହଁ, A to Z ପଢ଼ିଦେଲେ କି 0 to 9 ତ ପାଠ ପଢ଼ିଦେଲେ ପାଠରେ ସରିଗଲା, ସୀମିତ ହେଇଗଲା। ତାକୁ କେମିତି ୟୁଟିଲାଇଜେସନ୍ କରିବା ପାଇଁ ସ୍କିଲିଂ ହେବା ଦରକାର ଇନ୍ ଡିଫରେଣ୍ଟ ଫିଲ୍ଡ, ଲାଇକ୍ ଇନ୍ ହସ୍ପିଟାଲ ଇଣ୍ଡଷ୍ଟ୍ରିଜ୍ ହଉ, କନଷ୍ଟ୍ରକ୍ସନ୍ ଇଣ୍ଡଷ୍ଟ୍ରିଜ୍ ହଉ, ଡିଫରେଣ୍ଟ ଇଣ୍ଡଷ୍ଟ୍ରିଜ୍ ହଉ। ଯେଉଁମାନେ କି ଡିପ୍ଲୋମା ଅଛନ୍ତି, ଡିଗ୍ରୀ ଅଛନ୍ତି, ସେମାନଙ୍କୁ ଖାଲି ପାଠ ପଢ଼ା ଭିତରେ ଲିମିଟେଡ୍ ଭିତରେ ରହିଯାଉଛନ୍ତି। ତାକୁ ନେକ୍ସଟ ଲେଭେଲକୁ ଆଣିବା ପାଇଁ, କାମରେ ଲଗାଇବା, ପାଠଟାକୁ କାମରେ ଲଗାଇବା ପାଇଁ ଏସବୁ ଯୋଜନା ଚାଲିଛି। ଏବଂ ସ୍କିଲିଂ ଇଜ୍ ଦି ବେଷ୍ଟ ୱେ। ଏ ଯେଉଁ ଭାରତ ସରକାରଙ୍କର ମଧ୍ୟ ସ୍କିଲ୍ଡ, ବର୍ତ୍ତମାନ ଯେଉଁମାନେ ସେମାନେ କାମ କରୁଥିଲେ ମଧ୍ୟ ତାକୁ ନେକ୍ସଟ ଲେଭେଲ୍ ଅଫ୍ ସ୍କିଲିଂ କରିବା ପାଇଁ ଏସବୁ ବ୍ୟବସ୍ଥା ଆସିଛି। ଆଉ ବହୁତ ବଢ଼ିଆ, ବହୁତ ଭଲ କଥା। ଇଣ୍ଡଷ୍ଟ୍ରିଆଲ ମିଟ୍ ଯେଉଁ ଚାଲିଛି, ଗୋଟେ ସୁନ୍ଦର ଭାବରେ ବହୁତ ଆଲୋଚନା ହେଉଛି। କାରଣ ଇଣ୍ଡିଆ ଗଭର୍ଣ୍ଣମେଣ୍ଟ ବର୍ତ୍ତମାନ ଯେଉଁ ମୋଦି ସରକାର ଅଛନ୍ତି, ଯେଉଁ ପ୍ରକାର ଆପଣଙ୍କର ଯେଉଁମାନେ ଟେକ୍ନିକାଲ ନନ୍ ଟେକ୍ନିକାଲକୁ ଟ୍ରେନିଂ ଦେଇକି ଷ୍ଟାଇପେଣ୍ଡ ଦେଉଛନ୍ତି, ଯେଉଁ ୱାର୍କରେ ଯେଉଁଠି ବି ସେମାନେ କାମ କରୁଛନ୍ତି, ଯେଉଁ ଇଣ୍ଡଷ୍ଟ୍ରିରେ ବି ସେମାନଙ୍କୁ ଡାକିକି ଗୋଟେ ପର୍ସନାଲ ଷ୍ଟାଇପେଣ୍ଡ ସବୁ ଦିଆଯାଉଛି, ଯେଉଁଟାକି ଗୋଟେ ନୂଆ ଧରଣର କଥା। ଯେଉଁମାନଙ୍କୁ କାମ କରିବାର ଉତ୍ସାହ ଆସିବ, ପ୍ରେରଣା ଆସିବ, ସେଇଟା ସୃଷ୍ଟି ହେଉଛି ଇଣ୍ଡିଆ ମାଧ୍ୟମରେ।
ତେଣୁ ଆଜିର ମିଟିଂଟାରେ ଆମେ ଉଭୟ ଯେଉଁ ୟୁସିସିଆଇ एंड अदर जो पार्टी सहित मीटिंग करा चलती ए मीटिंग रे सक्सेस कथा होउची जे सेमाने वेरियस लोकों को नेकी ट्रेनिंग देउछन्ते एवं ट्रेनिंग सहित तांको स्टाइपेंड टंका में देउछन जोटा कि सेंट्रल गवर्नमेंट जोटा कि किए कोठी जाय कि ट्रेनिंग पैसा देके नबा कथा एटा पैसा पाई कि ट्रेनिंग होउछन्ते केते जण या द्वारा आज आमर एठी प्राय मिनिमम 50 रु एभव इंडस्ट्री आछन्ती कृषि सहित समस्त तो इंडस्ट्रियलिस्ट समस्त तो इंडस्ट्री भितर काहार को इंडस्ट्री 50 एभव निश्चित एथु आम आशा करूछु जो मानकर जो सब कंपनी अछि आशा करूछु आम टार्गेट नौचन तांगे कहवा कथा जे आम जदि एंट्री करबा मिनिमम 3 to 4000 लोकों को एबे इमीडिएट माने फायदा पाई पारे बोली आशा कर आज जो बैठक दिला मुख्य एजेंडा कोन अछि मुख्य एजेंडा जे गवर्नमेंट जो इम्प्लीमेंट हेछि गवर्नमेंट जो जिनसटा करा जाउछि सेटा लोक मानकर अवेयरनेस हो जो इंडस्ट्रियलिस्ट मतलब जो मानकर आम पाखे जो मन चाकरी करूछन से चाकरी से ट्रेनिंग नेकी केमति स्टाइपेंड पाइबे सेटा